ବାଲେଶ୍ୱର ସହରର ପ୍ରବୀଣ ଶିକ୍ଷକ ରାମେଶ୍ୱର ବେହେରାଙ୍କର ଦେହାନ୍ତ। ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ବାଲେଶ୍ୱର ସହରର ଟାଉନ ହାଇସ୍କୁଲର ପୁରାତନ ଶିକ୍ଷକ ତଥା ରଣସାହିସ୍ଥିତ ୟୁନିୟନ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମେଶ୍ୱର ବେହେରାଙ୍କର ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ବେହେରା ଗୁରୁବାର ସକାଳ ପ୍ରାୟ 8:30ଟା ସମୟରେ ଗୋପାଳଗାଁ ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ଜଣେ ଅତ୍ୟନ୍ତ ସ୍ନେହୀ ଛାତ୍ରବତ୍ସଳ ତଥା ପ୍ରବୀଣ ଶିକ୍ଷକ ଭାବେ ସେ ବେଶ୍ ସୁଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଦର ବିଧାୟକ ମାନସ କୁମାର ଦତ୍ତ ମଧ୍ୟ ତାଙ୍କ ବାସଭବନରେ ପହଞ୍ଚି ସ୍ୱର୍ଗତ ବେହେରାଙ୍କର ମରଶରୀରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ। ବାଲେଶ୍ୱର ସଦର ବ୍ଲକର ତାଳବରେଇ ଗ୍ରାମରେ 1943 ମସିହାରେ ଜନ୍ମଗ୍ରହଣ କରିଥିଲେ ରାମେଶ୍ୱର ବେହେରା। ମିଶନ ସ୍କୁଲରୁ ମେଟ୍ରିକ୍ ପାସ୍ କରିବା ପରେ ଫକୀରମୋହନ କଲେଜରୁ ସ୍ନାତକ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଶିକ୍ଷକତା ଲକ୍ଷ୍ୟରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନରୁ ବିଇଡି ପାଠ୍ୟକ୍ରମରେ ଭର୍ତ୍ତି ହୋଇଥିଲେ। ସେଠାରୁ ସଫଳତାର ସହ ପାସ୍ ହେବା ପରେ 1964ରେ ଚାକିରି ଜୀବନ ଆରମ୍ଭ କରିଥିଲେ ଚାନ୍ଦିପୁର ସ୍ଥିତ ପିଏକ୍ସିରେ ଜଣେ ବୈଜ୍ଞାନିକ ଭାବେ। ମାତ୍ର କିଛି ଅନ୍ତରରେ ସେତେବେଳର ପ୍ରବୀଣ ଶିକ୍ଷକ ତଥା ବାଲେଶ୍ୱର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଫଣୀନ୍ଦ୍ର ଦାସଙ୍କ ପ୍ରୋତ୍ସାହନରେ ସ୍ୱର୍ଗତ ବେହେରା ପିଏକ୍ସିର ଚାକିରି ଛାଡ଼ି ଶିକ୍ଷକତା ଆରମ୍ଭ କରିଥିଲେ। ସେ ଟାଉନ ହାଇସ୍କୁଲରେ ଗଣିତ ଓ ବିଜ୍ଞାନ ଶିକ୍ଷକ ଭାବେ 1964ରୁ 2000 ମସିହା ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠାର ସହ ଶିକ୍ଷାଦାନ କରି ଜଣେ ପ୍ରବୀଣ ତଥା ଛାତ୍ରବତ୍ସଳ ଶିକ୍ଷକ ଭାବେ ସମଗ୍ର ଜିଲ୍ଲାରେ ସୁଖ୍ୟାତି ଅର୍ଜନ କରିଥିଲେ। 2000 ମସିହାରେ ପଦୋନ୍ନତି ପାଇ ବାଲେଶ୍ୱର ସହର ଉପକଣ୍ଠ ରଣସାହିସ୍ଥିତ ୟୁନିୟନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିଲେ। ମାତ୍ର ବର୍ଷକ ପରେ ସେ ଅବସର ନେଇଥିଲେ ବି ଶିକ୍ଷକତା ଛାଡ଼ି ନଥିଲେ। ଗୋପାଳଗାଁ ବାସିନ୍ଦାଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ପ୍ରଜ୍ଞାଭାରତୀ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ ସହ ସେଠାରେ ଶିକ୍ଷକତା ଜାରି ରଖିଥିଲେ। ଦୀର୍ଘ ବର୍ଷ ଧରି ଶିକ୍ଷକତା ପରେ ବାର୍ଦ୍ଧକ୍ୟଜନିତ ଦୁର୍ବଳତା ପାଇଁ ସେ ଘରେ ବିଶ୍ରାମ ନେଉଥିଲେ ବି ବିଭିନ୍ନ ପୁସ୍ତକ ପଢ଼ାପଢ଼ି ଜାରି ରଖିଥିଲେ ବୋଲି ସ୍ୱର୍ଗତ ବେହେରାଙ୍କର ଜାମାତା ଓଷ୍ଟାର ପୂର୍ବତନ ଜିଲ୍ଲା ସଭାପତି ବାଦଲ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତାପରେ ସେ ସେଠୁ ଚାଲି ଚାଲି ଆସିକି ଖ୍ରୀଷ୍ଟିଆନ ହାଇସ୍କୁଲ ପାଠ ପଢ଼ୁଥିଲେ ମୁଁ ଯେତିକି ଜାଣିଛି। ପାଠ ପଢ଼ି ସାରିଲା ପରେ ତାଙ୍କର ଚାନ୍ଦିପୁରରେ ଆପଣଙ୍କର ଆସିଥିଲା ସାଇଣ୍ଟିଷ୍ଟ ଚାକିରି, ସେ ତାକୁ କରିନଥିଲେ। ସେତେବେଳେ ଟାଉନ ହାଇସ୍କୁଲର ଯେଉଁମାନେ ସବୁ ପ୍ରତିଷ୍ଠା କରିଥିଲେ ସେମାନେ ତାଙ୍କୁ ଡାକି ସେଠି ଚାକିରି ସେ କରିଥିଲେ। ବହୁତ ଦୀର୍ଘ ଦିନ ଧରିକି ସେ ସେଠି ଚାକିରି କରିଥିଲେ ଏବଂ ତାପରେ ଲାଷ୍ଟ ବେଳକୁ ଯେତେବେଳେ ତାଙ୍କର ପ୍ରମୋସନ୍ ହେଲା ସେ ରଣସାହି ହାଇସ୍କୁଲର ହେଡ଼ମାଷ୍ଟର ହିସାବରେ ଜଏନ୍ କରିକି ଅବସର ନେଲେ। ଅବସର ନେଇସାରିଲା ପରେ ଗାଁ ଲୋକଙ୍କର ମ୍ୟାନେଜମେଣ୍ଟର ଅନୁରୋଧ କ୍ରମେ ସେ ପ୍ରଜ୍ଞାଭାରତୀର କିଛି ଦିନ ଚାକିରି କରୁଥିଲେ। ତାପରେ ଦେହ ପା ଯେତେବେଳେ ଖରାପ ହେଲା ମୋତେ ପଚାରିଲେ, ମୁଁ କହିଲି ବାପା ଆଉ ଚାକିରି ସେଠି କରିବା ଦରକାର ନାହିଁ, ତୁମ ଘରେ ଧୀରିକି ବସ। ତାଙ୍କର 5 ଝିଅ ଆଉ ଅନେକ ଭାଇ 4-5 ଜଣ, ସେମାନେ ସବୁ ତାଙ୍କର ବଡ଼ ଦୁଃଖର କଥା 2001 ମସିହାରେ ତାଙ୍କର ଗୋଟିଏ ପୁଅ, ତାଙ୍କର 2ଟା ଯାକ କିଡ଼ନୀ ନଷ୍ଟ ହୋଇଗଲା। ସାନ ଝିଅ ଦେଲେ ମାଡ୍ରାସରେ 3-4 ମାସ ରହିଲି, ମୁଁ ବି ଥିଲି। ଏସବୁ ଦୁଃଖକୁ ସହିକି ବି ସେ ସମସ୍ତଙ୍କୁ ମଣିଷ କରିବା, ପିଲାମାନଙ୍କୁ ତିଆରି କରିବା ରେ ସେ ପ୍ରଚେଷ୍ଟାରେ ସେ ଥିଲେ। କାହାରି କିଛି କହନ୍ତିନି, କଷ୍ଟ ଦୁଃଖ ସବୁ ନିଜ ଭିତରେ ସେ ରଖିଥାନ୍ତି। ମାନେ ଚମତ୍କାର ଅତ୍ୟନ୍ତ ଉତ୍କୃଷ୍ଟ ମାନର। କାରଣ ମୁଁ ଶୁଣିଛି ଯେ ଅଙ୍କରେ ବହୁତ ଧୁରନ୍ଧର ଥିଲେ, ବିଜ୍ଞାନରେ। ଏଠି ଯେତେବେଳେ ଯେଉଁ ଶିକ୍ଷକମାନଙ୍କର ଟାଉନରେ ଅଙ୍କ ଫଙ୍କ ଟିକେ ପ୍ରୋବ୍ଲେମ୍ ହୁଏ ସେ ତାଙ୍କ ପାଖରେ ଆସିକି ବି ବୁଝନ୍ତି, ସାର୍ କେଉଁ ସରଳ ଧାରାରେ ବୁଝେଇଲେ ପିଲାମାନେ ବୁଝିପାରିବେ। ସେ କଳା କୌଶଳ ତାଙ୍କୁ ଅତ୍ୟନ୍ତ ଭଲ ଭାବରେ ଥିଲା, ଜଣାଥିଲା। ସେଭଳି ଧରଣର ଶିକ୍ଷକ ଏବେ ମିଳିବା ବହୁତ କଷ୍ଟ। ସେ ଅଧ୍ୟୟନ କରୁଥିଲେ, ଶେଷ ପର୍ଯ୍ୟନ୍ତ ବି ଅଧ୍ୟୟନ କରୁଥିଲେ, ଭଲ ପଢ଼ଉଥିଲେ, ଅତି ସରଳ ଭାବରେ ପଢ଼ାଇବାଟା ତାଙ୍କର ଗୋଟେ ଆଉ ପରିବାରର ସମସ୍ତ ଦୁଃଖ କଷ୍ଟ, ଭାଇମାନଙ୍କୁ ପାଠ ପଢ଼ାଇବା, କରିବା, ପରିବାର ଝିଅ ପୁଅ ସମସ୍ତଙ୍କୁ ବିବାହ କରିବା, ସମସ୍ତ ଦାୟିତ୍ୱକୁ ସେ ଅତି ସୁନ୍ଦର ଭାବରେ ନିର୍ବାହ କରୁଥିଲେ। କାହାରି କିଛି କହନ୍ତିନି, ନିଜ କଥା ନିଜ ଭିତରେ ରଖନ୍ତି, କିନ୍ତୁ ସବୁ କାମ ସେ ଠିକ୍ ଢଙ୍ଗରେ କରିକି
ଚାଲିଥିଲେ। ଆଉ ତାଙ୍କ ଅବର୍ତ୍ତମାନରେ ଟିକେ ଦୁଃଖ ଲାଗୁଛି ବହୁତ। ତାଙ୍କ ରୋଗ କିଛି ନଥିଲା, ମାନେ ୱିକ୍ ହେଇଯାଇଥିଲେ ଏଇ ମାସେ ଦେଢ଼ ମାସ ତଳେ ସବୁବେଳେ ଦେଖେ। ତାପରେ ଖାଇବାଟା ସେ ଛାଡ଼ିଦେଲେ। ଖାଇବା ଛାଡ଼ିଦେଲା ପରେ ଆମେ ଏଠି ଲୋକାଲ୍ ଡାକ୍ତରକୁ ଡାକିକି ତାଙ୍କୁ ଏ ଯେଉଁ ନାକ ବାଟେ ନଳ ଦ୍ୱାରା ଖାଇବାର ବ୍ୟବସ୍ଥା କରାହେଉଥିଲା। ଟିକେ ଟିକେ ଲିକ୍ୱିଡ଼ ଖାଉଥିଲେ। ଅତ୍ୟନ୍ତ ମାନେ କ୍ଷୀଣ ହେଇଯାଇଥିଲେ ଶରୀର। ଆଉ ତେଣୁ ଡାକ୍ତରକୁ ବି ପରାମର୍ଶ ଆମେ ଶେଷ ପର୍ଯ୍ୟନ୍ତ ବି ଜାରି ରଖିଥିଲୁ। ସେ କହିଲେ ଯାହା ଏଇଠି ହେବ, ପ୍ରାୟ 2 ଦିନକୁ 3 ଦିନକୁ ଡାକ୍ତର ଆସୁଥିଲେ, ଏଇଠି ତାଙ୍କୁ ଦେଖୁଥିଲେ, ତାକୁ ତ ନେଇ ହେଉନଥିଲା। ଆଉ ସେଇ ଖାଇବାଟା ଆଜି କାଲି ରାତିରେ ବି ସେ ପାଇବାଟ ଟିକେ ଖାଇଛନ୍ତି। ଆଜି ସକାଳେ ମୁଁ ଟିକେ ବାହାରକୁ ଚାଲି ଯାଇଥିଲି, ମୋ ଝିଅ ମୋତେ ଫୋନ୍ କରିଗଲା, ବାପା ଅଜା ଚାଲିଗଲେ। ମୁଁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲି। ସବୁ ତାଙ୍କର ଭାଇ ଭାଇ ସମସ୍ତେ ଆସିଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ସେ ତାଙ୍କର ଶେଷ ଇଚ୍ଛା ସେ କହିଯାଇଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀଙ୍କ ସମେତ ଏକମାତ୍ର ପୁତ୍ର ବୀରେନ୍ଦ୍ର ବେରା, 5 ଝିଅ, ଜାମାତା, ନାତି ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ମୃତ୍ୟୁ ପୂର୍ବରୁ ଇଚ୍ଛା ଅନୁସାରେ ତାଙ୍କର ଶେଷକୃତ୍ୟ ଶ୍ରୀକ୍ଷେତ୍ର ପୁରୀ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ କରାଯାଇଛି। ପୁତ୍ର ବୀରେନ୍ଦ୍ର ମୁଖାଗ୍ନି ଦେଇଛନ୍ତି। ଶିକ୍ଷକତା କ୍ଷେତ୍ରରେ ସ୍ୱର୍ଗତ ବେରା ଜଣେ ଅବିସ୍ମରଣୀୟ ପ୍ରତିଭା। ତାଙ୍କଠାରୁ ଶିକ୍ଷା ଗ୍ରହଣ କରିଥିବା ଅନେକ ଛାତ୍ରଛାତ୍ରୀ ଆଜି ବିଶ୍ୱର ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟରତ ଅଛନ୍ତି। ସେ ପ୍ରକୃତପକ୍ଷେ ଜଣେ ମଣିଷ ତିଆରି କାରଖାନାର ବିଶ୍ୱକର୍ମା ଥିଲେ। ତାଙ୍କ ଭଳି ଜଣେ ସୁଯୋଗ୍ୟ ସନ୍ତାନର ମୃତ୍ୟୁରେ ଗୋପାଳ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଦୁଃଖ ପରିବେଶରେ ଆମର ଅତି ପ୍ରିୟ ଶିକ୍ଷକ ଯିଏକି ଆମକୁ ଶିକ୍ଷାଦାନ କରିଥିଲେ, ଯାହାକୁ କି ମଣିଷ ତିଆରି ବିଶ୍ୱକର୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୀର୍ଘ ଦିନ ଧରି ବାଲେଶ୍ୱର ଟାଉନ୍ ହାଇସ୍କୁଲରେ ଶିକ୍ଷକତା କରିଥିଲେ ଏବଂ ବହୁ ଛାତ୍ର ନିର୍ମାଣ କରିଥିଲେ। ଦୀର୍ଘ ଦିନର ପ୍ରୟାସ ପରେ ଆମେମାନେ ମଧ୍ୟ ତାଙ୍କର ଛାତ୍ର ଏବଂ ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ତାଙ୍କର ଆଦର ଛାତ୍ରମାନେ ଖୁବ୍ ଉଚ୍ଚ ପଦବୀରେ ବର୍ତ୍ତମାନ ଅଧିଷ୍ଠିତ। ଦୀର୍ଘ ଦିନ ଟାଉନ୍ ହାଇସ୍କୁଲରେ ରହିବା ପରେ ଯେତେବେଳେ ସିଏ ଟାଉନ୍ ହାଇସ୍କୁଲରୁ ଅବସର ନେଲେ, ସେତେବେଳେ ଆମେ ସମସ୍ତେ ତାଙ୍କୁ ଅନୁରୋଧ କରିଥିଲୁ ଯେ ସାର୍, ଆପଣଙ୍କର ଏ ଶିକ୍ଷାଦାନ ଅତ୍ୟନ୍ତ ଜରୁରୀ। ସେଇଥିପାଇଁ ଆପଣଙ୍କୁ ଆମ ଗାଁରେ ହେଇଥିବା ପ୍ରଜ୍ଞା ଭାରତୀ ସ୍କୁଲରେ ଶିକ୍ଷକତା କରିବା ପାଇଁ ଆମେ ତାଙ୍କୁ ସମସ୍ତେ ଅନୁରୋଧ କରିଥିଲୁ। ଏବଂ ସେ ସର୍ବପ୍ରଥମେ ମୋତେ ଆସି ପଚାରିଥିଲେ ଯେ ଟୁକ୍ଲା କ'ଣ କରିବା। ମୁଁ କହିଲି ସାର୍ ଆପଣ ପ୍ରଜ୍ଞା ଭାରତୀରେ ରୁହନ୍ତୁ, ପ୍ରଜ୍ଞା ଭାରତୀରେ ରହିଲେ ବହୁତ ଭଲ ହେବ। ନା ରହିବି, ତୁ ଯଦି କହିବୁ ରହିବି। ମୁଁ କହିଲି ନା ସାର୍ ଆପଣ ରହିବା ନିହାତି ଦରକାର, କାହିଁକିନା ଆପଣ ଜଣେ ବିଶ୍ୱକର୍ମା, ଯେଉଁମାନେ କି ମଣିଷ ତିଆରି କରିବା ବିଶ୍ୱକର୍ମା ଆପଣ ରହିବା ନିହାତି ଜରୁରୀ। ଏବଂ ସେ ଶିକ୍ଷା କେନ୍ଦ୍ରରେ ରହିଲେ, ପ୍ରଜ୍ଞା ଭାରତୀ ଶିକ୍ଷା କେନ୍ଦ୍ରରେ ରହିଲେ ଆପଣ ବହୁ ଛାତ୍ର ନିର୍ମାଣ କରିବେ। ଦୀର୍ଘ ଦିନ ଧରି ତାଙ୍କର ବହୁ ପରିଶ୍ରମ সেই প্রজ্ঞা ভারতী স্কুল ପାଇଁ অবদান রয়েছে। সে অবদান দেই এবং বহু ছাত্র নির্মাণ করে সে আজ আম নিকটরে বিশেষ করে আম গোপাল গাঁ এবং সারা বালেশ্বরে অবিস্মরণীয় হয়েছেন সুন্দর শিক্ষাবৎসল শিক্ষক ভাবে। তাঁর শিক্ষাদানর প্রণালী অতি নিয়ারা। সে ছাত্রকে এতে আদরের পাঠ পড়াতে, যেটা কি মু নিজে অনুভব করেছি যে গোটে থরে সে सबुकिछि मन रखिबार प्रयास कर दियंती, छात्र मन रखिपारे एवं सबु समय से छात्र को देखिले एते आदर सहित हसी दियंती। तांकर हसटा होछि अति सुंदर। कौनसी छात्र तांको केतेबेले भय करी नाही, आदर रे सबु बेले से छात्र को शिक्षादान करती। तांकर दीर्घ दिन शिक्षादान आजिर ए दुखद समय रे आम मानक अत्यंत दुखित एवं म्रियमाण करिछि।